ଯିବା କଣ ପରିଚୟଟା ଦେବେ? ମୁଁ ସଞ୍ଜୟ କୁମାର ଜେନା, ଖୋର୍ଦ୍ଧା ଜିଲ୍ଲା ଟ୍ରକ୍ ଓନର ଆସୋସିଏସନ ଜଣେ ସଦସ୍ୟ। ଆପଣମାନେ ଆଜି ଏକାଠି ହେଇଛନ୍ତି ଏବଂ ଅନେକ ଦିନ ହେଲା ଆପଣମାନେ ଧାରଣା ଦେଉଛନ୍ତି, କଣ ଆପଣମାନଙ୍କର ଦାବି ରହିଛି, କାହିଁକି ଆପଣମାନେ ଧାରଣା ଦେଉଛନ୍ତି ଏବଂ ଦାବି ଆପଣଙ୍କର କଣ? ଦାବି ଦେଖନ୍ତୁ, ପ୍ରଥମ କଥା ହଉଛି ଆମେ ଚୋର ମାନେ ଚୋରି ନ କରିକି ଆମେ ଚୋର ହଉଛୁ। ଆମେ କୌଣସି ଗଭର୍ଣ୍ଣମେଣ୍ଟର କୌଣସି ଜିନିଷକୁ ଆମେ ନ ମାନିବାକୁ ବି ଆମେ ମନା କରୁନୁ। ଆମେ ଘାଟରେ ଆଜ୍ଞା ଦଉଛୁ, ରୟାଲଟି ପଇସା ଦଉଛୁ, ୱାଇଫର ମାଗୁଛୁ, ସେ 2000 କହିଲେ ଦଉଛୁ, 1500 କହିଲେ ଦଉଛୁ, ସବୁ ବି ଦଉଛୁ। ଆମେ ଇନ୍ସୁରାନ୍ସ କରୁଛୁ, ପରମିଟ୍ କରୁଛୁ, ଫିଟନେସ କରୁଛୁ, ଟ୍ୟାକ୍ସ ଦଉଛୁ, ଆମେ ଚଲଉଛୁ। ଆମେ କୌଣସି ପ୍ରକାର ମାନେ ଯୋଉଟା ଆପଣ କୁହନ୍ତୁ ଯୋଉଟା ଇଲିଗାଲି କାମ ନ କରିକି ଆମେ ଚୋର ଆମକୁ ସରକାର ସାବ୍ୟସ୍ତ କରୁଛୁ। ଆଉ ତାପରେ କଣ କହୁଛି, ଆମେ ଯେତେବେଳେ ଘାଟକୁ ଯାଉଛୁ ଆମକୁ ଗୋଟେ ଟୋକନ ଟେ ଦଉଛନ୍ତି। ଟୋକନ ଦେଇକି ଆମେ ଲୋଡ କଲୁ, ଲୋଡ କରିକି ଆସିଲା ପରେ ଆମକୁ ଟିପି ଫର୍ମ ଦଉନାହାନ୍ତି। ତାପରେ ସେମାନେ କହୁଛନ୍ତି ତମେ ମନ ଇଚ୍ଛା ନେଇକି ଯା। ଆମେ ଏଠୁ ବାଧ୍ୟ ହେଇକି ନେଇକି ଆସିଲା ଆମକୁ ବାଟରେ ସରକାର ଧରୁଛୁ। ଯୋଉ ୱାଇଫର୍ମ ଦଉଛନ୍ତି ବି ସେଟା ଫେକ୍ କି ଓରିଜିନାଲ ଆମେ ଜାଣିନୁ। ଆମେ ତା ପାଇଁ ବି ପଇସା ଦଉଛୁ, କିନ୍ତୁ ଆସିଲା ପରେ ମାଇନିସ୍ ବାଲା ଧରିକି 50,000 ଲକ୍ଷେ 2 ଲକ୍ଷ ଏବେ ତ ନୂଆ ଆଇନ ସେଟା ଜାଣିନୁ କଣ ହବ। କିନ୍ତୁ ଆମେ କୌଣସି ଚୋରି ନ କରିକି ଆମକୁ ମାଫିଆ ଦିଆଯାଉଛି, ବାଲି ମାଫିଆ। ଏଇ ଜିନିଷଟା ଆମେ ପଢୁଛୁ, ଆମ ଘରେ ବି ପଢୁଛୁ, ତାଙ୍କୁ ବି ଖରାପ ଲାଗୁଛି ଯେ ବାପା ମୋର ବାଲି ମାଫିଆ। ମାନେ ଆମର ସ୍ୱାଭିମାନ ବି ଅଛି ଆଜ୍ଞା, ଆମ ସ୍ୱାଭିମାନ ବି କଷ୍ଟ ଦଉଛି ଆଜ୍ଞା। ଆମେ ତ କୌଣସି ଇଲିଗାଲ କାମରେ ନାହୁଁ। ତେଣୁ ଦେଖନ୍ତୁ ଆଜ୍ଞା, ଜିନିଷ ହଉଛି ଟ୍ରକ୍ ଆସୋସିଏସନ ବା ଟ୍ରକ୍ ମେମ୍ବର ଯୋଗୁଁ ଆଜି ରାଜଧାନୀ ଗଢି ଉଠୁଛି ବା ସମସ୍ତଙ୍କର ଘର କାମ କରୁଛି। ଆମେ ସର୍ଭିସ ଦଉଛୁ ଆଜ୍ଞା ଲୋକ। ଆମ ଦ୍ୱାରା ହିଁ ଜିନିଷ ହଉଛି, ରାଜ୍ୟ ହଉ ଆପଣଙ୍କର ଯାହା ଦେଶ ସବୁଥିରେ ଆମେ ମାନେ ଯୋଉ ସମୁଦ୍ରରେ ଆମେ ସହଯୋଗ କରୁଛୁ। ଆମେ ଯୋଉ ବି ଗଭର୍ଣ୍ଣମେଣ୍ଟ ଆପଣଙ୍କୁ ଟ୍ୟାକ୍ସ ନେଉଛି ଆମେ ସବୁଥିରେ ବି ରାଜି ଅଛୁ। କିନ୍ତୁ ଗଭର୍ଣ୍ଣମେଣ୍ଟ ଜାଣିବା କଥା ଯେ ଟ୍ରକ୍ ଓନର ଆସୋସିଏସନ କାହିଁ ବନ୍ଦ ହେଇଛି। ଆମର ଅସୁବିଧାଟା ଗଭର୍ଣ୍ଣମେଣ୍ଟ ଶୁଣିବା ଦରକାର। ଆମେ ସେଥିପାଇଁ ତାଙ୍କୁ ଦେଇଛୁ, ସମସ୍ତଙ୍କୁ ଚିଠି କରିଛୁ। ସେମାନେ କିନ୍ତୁ ଆଜି 10 ଦିନ ଆମର କୌଣସି ଦାବିକି ସମର୍ଥନ କରୁନାହାନ୍ତି କି କର୍ଣ୍ଣପାତ କରୁନାହାନ୍ତି। ଆପଣଙ୍କ ମାଧ୍ୟମରେ ଆମେ ସରକାରଙ୍କୁ ଜଣାଇ ଦଉଛୁ ଯେ ସରକାର ଆମ ଦାବି ଶୁଣୁ। ଆମର ଯାହା ଯଦି ନ୍ୟାୟଯୁକ୍ତ ଦାବି ନୁହଁ ତାହେଲେ ନ ମାନନ୍ତୁ। ଆମର ଯାହା ଦାବି ଅଛି ଆମେ ନ୍ୟାୟଯୁକ୍ତ ଦାବି କରୁଛୁ। ଆମେ କହୁନୁ ଯେ ଆମ କିଛି ଅନ୍ୟାୟ। ସରକାର ଯୋଉ ବାଲିଘାଟ କରିଛନ୍ତି, ଯୋଉଠି ଦେଇଛନ୍ତି ଆଲାଉ କରୁଛନ୍ତି, ଆମେ ସେଇଠୁ ଉଠଉଛୁ। ଆମେ କୌଣସି ଇଲିଗାଲ ଘାଟ ଉଠଉନୁ। ଆମେ ବିଧାନସଭା ଆରମ୍ଭ ହେବାକୁ ଯାଉଛି, ଅଧିବେଶନ ଆରମ୍ଭ ହେବାକୁ ଯାଉଛି, ବିଭୁ ଜେନା ମଧ୍ୟ ଏନେଇ ଅନେକ ସମୟରେ ପ୍ରତିଶ୍ରୁତି ଦେଇଛନ୍ତି। ଆପଣଙ୍କୁ କଣ ଲାଗୁଛି, କିଛି ଏଥର ବିଧାନସଭାରେ କିଛି ନୂଆ ନିୟମ ଆସିବ? ଯଦି ବିଧାନସଭାରେ ନିୟମ ନ ଆସେ ଆମେ ଆଜ୍ଞା ରାଜରାସ୍ତା ଉଠିବୁ। ତା ସହିତ ଆମ ଫ୍ୟାମିଲି ମେମ୍ବର, ଆମ ସ୍ତ୍ରୀ ପିଲା ସମସ୍ତଙ୍କୁ ନେଇକି ଆମେ ଯିବୁ। ଆମେ 15,000 ପ୍ରଜା ଆସୋସିଏସନ ସମସ୍ତେ ଯିବୁ, ଆମର ମେମ୍ବର ସହିତ ଯିବୁ। ତାପରେ ସରକାର ଆଜ୍ଞା ଯାହା ପରିସ୍ଥିତି ହେବ ସରକାର ସେଥିପାଇଁ ଦାୟୀ। କାରଣ ଆମର ପେଟ ପୋଡ଼ିଗଲାଣି। ଆମେ ପ୍ରତି ଗାଡ଼ି ଗୁଡ଼ା କିସ୍ତି ଅଛି। ଆମେ ଡ୍ରାଇଭର ବସିକି ଦରମା ଦଉଛୁ। ସେମାନେ ବି ଆମ ପାଖରେ କହୁଛନ୍ତି ଯେ ଆପଣ ଆମକୁ ଯଦି ନଦେବେ କାମ ଆମେ ଦରମା ଦିଉ। ଆମେ କୋଉଠୁ ଆଣି ଦରମା ଦେବୁ? ଚଳିବୁ କେମିତି? ଆମେ ଜିନିଷ ସରକାର ଟା ବୁଝିବା ଦରକାର। ସରକାର ଆମକୁ ଚାକିରି ଦଉନି, ଆମେ ନିଜ ପଇସାରେ ଆମେ ଗାଡ଼ି କରିକି ଆମେ ଚଲଉଛୁ। କିନ୍ତୁ ଆମକୁ ଯଦି ଆମ କାର୍ଯ୍ୟ କରିବା ବଞ୍ଚିତ କରିବା ସରକାର, ତାହେଲେ ଆମେ କରିବୁ କଣ? ତେଣୁ ଆପଣ ଜାଣିବା ଦରକାର, ସରକାରଙ୍କୁ ଆପଣ ମାଧ୍ୟମରେ ଆମେ ସରକାର ଜଣାଉଛୁ ଯେ ଆମ ଦାବି ହଉଛି ନ୍ୟାୟ ଉଚିତ ଦାବି। ଆମକୁ ନ୍ୟାୟ ମିଳୁ, ଆମ ପ୍ରତି ଅନ୍ୟାୟ ନ ହଉ ଆଜ୍ଞା।